ଆଗେଇନେବାରେ ପ୍ରତିଶ୍ରୁତିବଦ୍ଧ ରାଜ୍ୟ ସରକାର। ଗ୍ରାମାଞ୍ଚଳର ବିକାଶ ପାଇଁ ପ୍ରତିବର୍ଷ 1000 କୋଟିର ବ୍ୟୟ ଅଟକଳ ସହ ଆଗାମୀ 5 ବର୍ଷ ପାଇଁ ମୋଟ 5000 କୋଟିର ହୋଇଛି ବ୍ୟୟବରାଦ। ଏବେ ଗାଁର ବିକାଶ ହେବ ନୂତନ ଓଡ଼ିଶାର ପରିବେଶ। ମୌଳିକ ଭିତ୍ତିଭୂମିର ବିକାଶ ସହ ଏବେ ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ହେବ ସୁଦୃଢ଼। ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ ବା PVTG ବସବାସ କରୁଥିବା ଅଞ୍ଚଳର ସଡ଼କ ସଂଯୋଗୀକରଣ, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ, କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳର ବିକାଶ ଓ ଉନ୍ନତୀକରଣ, ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର କାର୍ଯ୍ୟକାରିତା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ପଥକୁ ପାଥେୟ କରି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଜ୍ଞାନକୌଶଳର ବ୍ୟବହାର ମାଧ୍ୟମରେ ଗ୍ରାମାଞ୍ଚଳ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବାରେ ପ୍ରତିଶ୍ରୁତିବଦ୍ଧ ଓଡ଼ିଶା ସରକାର। ଏତଦ୍‌ବ୍ୟତୀତ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କାର୍ଯ୍ୟକୁ ସରଳ ଓ ସମୟାନୁଭିତ୍ତିକ କରିବା ପାଇଁ ସଦା ତତ୍ପର ରାଜ୍ୟ ସରକାର। ଆମ ରାଜ୍ୟର ସମସ୍ତ 314ଟି ବ୍ଲକରେ ଆଜିଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳ ବିକଶିତ ଗାଁ विकसित ओडिशा कार्यक्रम ହେଉଛି शुभारंभ। गांव के लोगों को गरिमापूर्ण जीवन देना ये मेरी सरकार की प्राथमिकता है। हमारा विजन है भारत के गांव के लोग सशक्त बने, उन्हें गांव में ही आगे बढ़ने के ज्यादा से ज्यादा अवसर मिले, उन्हें पलायन ना करना पड़े, गांव के लोगों का जीवन आसान हो। और इसलिए हमने गांव-गांव में मूलभूत सुविधाओं की गारंटी का अभियान चलाया। दीर्घस्थायी तथा बहुमुखी विकास को गुरुत्व प्रदान सह शासन व्यवस्था टेक्नोलोजी को गुरुत्व, दुर्नीति प्रति शून्य सहनशील नीति एवं समस्त कार्य को नागरिक कैंद्रिक करने माननीय मुख्यमंत्री मोहन चरण माझी दूरदर्शी चिंताधार वास्तवायन स्वरूप विकसित गाँ विकसित ओडिशार संकल्प आम राज्य को पहुंचाइब प्रगतिर शीर्ष।